ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ପରିଆବାହାଲ ଛକଠାରେ ସିନାପାଲି ପୋଲିସ ଗଞ୍ଜେଇ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣକ ଖଡ଼ିଆଲ ଥାନା ଡୁଆଝର ଗ୍ରାମର ଗୁନସାଗର ମେହେର ବୟସ 24 ବୋଲି ଜଣାପଡ଼ିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗଣ୍ଡାବାହାଲି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ସିନାପାଲି ପୋଲିସ ଖବର ପାଇଥିଲା। ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏସ୍ଆଇ ଅନିତା ଜାନି ଏଆଇ ପ୍ରଭାକର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି 5 କେଜି 964 ଗ୍ରାମ ଗଞ୍ଜେଇ ଜବତ କରି ଯୁବକଙ୍କୁ ଗିରଫ କରିବା ସହ ଏକ ବାଇକ୍ OD 269983 ଓ ଗୋଟିଏ ମୋବାଇଲ ଫୋନକୁ ଜବତ କରିଥିଲା। ଏନେଇ ସିନାପାଲି ଥାନାରେ କେସ୍ ନମ୍ବର 238/25ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ସିନାପାଲି ପୋଲିସର ଅନେକ କର୍ମଚାରୀ ସାମିଲ ହୋଇଥିଲେ। सब एडिटर ऑल ओडिशारू जगन्नाथ सागरଙ୍କ रिपोर्ट ओडिशा हाइलाइट समाचार। खबर दुनिया रे जोड़ी हेबा पई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पई।